प्रचार करुछु कवि विश्वनाथ खुंटियाकृत विचित्र रामायणर 46तम भाग। प्रयोजन डॉक्टर शांतनु कुमार रथ, संगीत परिचालना प्रफुल्ल चंद्र बेहेरा, सहयोगिता अभय कुमार दास। ଏହି ଅଧ୍ୟାୟରୁ ଆରମ୍ଭ ହେଉଛି ସୁନ୍ଦରାକାଣ୍ଡ। ମହେନ୍ଦ୍ର ପର୍ବତ ଉପରୁ ଲମ୍ଫ ପ୍ରଦାନ କରି ଅଞ୍ଜନାସୁତ ହନୁମାନ ସମୁଦ୍ର ଉପରେ ଉଡ଼ି ଲଙ୍କା ଉଦ୍ଦେଶ୍ୟରେ ପ୍ରସ୍ଥାନ କରିଛନ୍ତି। ସକଳ ଦେବତା ପର୍ବତ ସମସ୍ତେ ହନୁଙ୍କର ଯିବା ପଥକୁ ସୁଗମ କରିଛନ୍ତି। ସିନ୍ଧୁ ପାର ହୋଇ ହନୁମାନ ଲଙ୍କାରେ ପ୍ରବେଶ କରିଛନ୍ତି। ସନ୍ଧ୍ୟା ହେବା ପରେ ସନ୍ତର୍ପଣରେ ରାବଣର ରାଜଉଆସ ଭିତରେ ପଶି ରାବଣର ଅନ୍ତଃପୁର ଦେଖିଛନ୍ତି। ତା ଭିତରେ କାଳେ ସୀତା କେଉଁଠି ଥିବେ ଭାବି ସୀତାଙ୍କର ସନ୍ଧାନ କରୁଛନ୍ତି ହନୁମାନ। ଅଞ୍ଜନାସୁତ ବଢ଼ାଇ କାଏ ବିକ୍ରମେ ଉଡ଼ି ଗଗନେ ଯାଏ। କ୍ଷୀଣ ଦେବେ ତାର ନିର୍ଭয়ে କଲେ ଉପାୟ ଯେ। ଅନୁପ୍ରାକର୍ମ ବୁଝିବା ପାଇ ସୁରସା ଆଗେ କହିଲେ ଯାଇ। ତୁମ୍ଭେ ତା ଯିବା ପଥରେ ରହି ଗିଳିବ ମାଏ ଗୋ। ଶୁଣି ସୁରସା ଦେବୀ ପଥ ଗାଳି ଯେ। ହନୁକୁ ବୋଲେ ଆଜ ଦେବୀ ମୁଁ ଗିଳି ଯେ। ମନ୍ଦର ସମବଦନ ତୋଳି ଦେଖାଇ ବକ୍ର ବସନ ବଳି। କଲେ ଅପାର ଦିନ କ୍ଷୁଧାରେ ହୋଇଲୁ ବଳିରେ। ଅନୁବୋଲଇ ଶୁଣ ଗୋ ମାତ ଶ୍ରୀରାମଚନ୍ଦ୍ରଙ୍କର ମୁଁ ଦୂତ। ସୀତାଙ୍କୁ ଖୋଜିବ ନିୟତ କହିଲି ସତ ଗୋ। ଯେବେ କ୍ଷୁଧାରେ ପୀଡ଼ିତ ଆସିବି ତୋ ପାଶେ ନିୟତ। କେବଳ ରାମଚନ୍ଦ୍ର ଗ୍ରତ ଦେବୀ ବାରତା ଗୋ। ଶୁଣି ସେ ନାଗ ମାତା ପାଟି ବିସ୍ତାରି ଯେ। 10 ଯୋଜନ କାୟା ବିସ୍ତାର କରି ଯେ। ଦେଖିଣ ହନୁମନ୍ତ ବିଚାରି କେମନ୍ତେ ତୁ ଯିବି ଉପୁରି। 60 ଯୋଜନ ବିସ୍ତାର କରି ଶରୀର ଧରି ରେ। ଦେଖିଣ ହନୁମନ୍ତର ପିଣ୍ଡ ଦ୍ୱିଗୁଣ କରି ବିସ୍ତାରେ ତୁଣ୍ଡ। ବୋଲନ୍ତି ହନୁ ଦିଅନ୍ତି ଦଣ୍ଡ ଏ ତ ଅଦଣ୍ଡ୍ୟ ଯେ। ହେମନ୍ତ ବୋଲି ମେଲିଲା ତୁଣ୍ଡ ଯବ ପ୍ରମାଣେ କରିଣ ପିଣ୍ଡ। ବାହାର ହେଲା ହୋଇ ପ୍ରଚଣ୍ଡ କିଙ୍କର ଷଣ୍ଢ ଯେ। ଦେଖି ସୁରସା ତାକୁ କହେ ବଚନ ଯେ। କାର୍ଯ୍ୟ ସିଦ୍ଧି କି ତୁ କର ହନୁମାନ ରେ। ସୀତାଙ୍କୁ ଖୋଜି ଆସ ବହନ ଭାରତା କହ
ଗିରିକି ଚାହିଁ କରୁଣ ତାଙ୍କୁ ବିନୟ ହୋଇ ଅନୁକୁ ପୂଜା କର ମୋ ପାଇଁ ମାଗୁଛି ଏତେ। ଶୁଣି ସେ ପ୍ରକ୍ଷଗିରି ଚବେ ବଢ଼ିଲେ ଯେ ହନୁମନ୍ତଙ୍କୁ ଚାହିଁ ସ୍ତବ ପଢ଼ିଲେ ଯେ ପବନ ସୁତ ଭୟନ କର ଏ ମୋର ଶିରେ ବିଶ୍ରାମ କର। ରୂପକ ଫଳରେ ଶାନ୍ତି ହର ବରୁଣ ଦେଲେ। ଶୁଣିଣ ହନୁ ଚାଟୁ ତର ଅଙ୍ଗୁଷ୍ଠି ଅଗ୍ରେ ଛୁଇଁ ତା ଶିର ପଡ଼ିଲା ରାହୁ ମାତା ମୁଖର ଉଡ଼ି ପ୍ରଖର ଯେ। ସିଂହିକା ବଧ କରିଣ ହରି କହୁଷ ଧୀରେ ବିଜୟ କରି ଦେଇଣ ସିନ୍ଧୁ ବିକ୍ରମ କରି ସୁବଳ ଗିରି ଯେ। ଲଙ୍କା ଗଡ଼ରେ ହନ୍ଦେଲା ଦୃଷ୍ଟି ଯେ ମେରୁ ଗିରିକି ପଡ଼ୁ ଅଛି ଏ ସୃଷ୍ଟି ଯେ। କନକମୟ ଦୀର୍ଘ ପାଚେରୀ ବିଶ୍ୱକର୍ମା ଯା ନିର୍ମାଣ କରି ଫୁଲଇ ବିଶି ନିତ୍ୟ ସେ ଭଇ ପରମେଷ୍ଟି ଯେ। ସୀତାଙ୍କୁ ଖୋଜଇ କରିଆ ଶଙ୍କା ଧୂମ୍ରାକ୍ଷ ବିରୂପାକ୍ଷ ସହୋଦର ପ୍ରଶସ୍ତ ମହାପାରଶ୍ୱର ପୁର ଯେ ଚିହ୍ନଇ ସର୍ବଯୁବତୀ ସେ। ସୀତାର କିଛି ଲକ୍ଷଣ ନ ଦେଖି ବିକଳ ହୁଅଇ ମତି ଯେ। ଅକ୍ଷୟ ମେଘନାଦ ଅକମ୍ପନ କୁମ୍ଭକର୍ଣ୍ଣ ବିଭୀଷଣ ସଦନ ମହିରାବଣ ଅତିକାୟ ପୁର ଭୋଜଇ ସର୍ବମରୁତ କୁମର ସେ କୁମ୍ଭ ନିକୁମ୍ଭ ଦୁର୍ମୁଖ ଯେ। ଦୁର୍ଜୟ ଦୁରାନ୍ତ କପୁର ଖୋଜିଣ ହନୁ ହୁଅଇ ବିମୁଖ ଯେ। ପୁର ଦେଖିଲା ଲଙ୍କା ପୁରେ ଧରେ
ମଧ୍ୟରେ ଶୋଇଅଛି 10 ଶିର କରି କର ପ୍ରାୟ ବିଂଶକର ବେଢ଼ି ଶୋଇଛନ୍ତି ସକଳ ବାଳି ଅଜଳ ମେଘେ ବେଢ଼ିକି ବିଜୁଳି ସେ ଚନ୍ଦନ ମାଳାରେ ଶୋଭାଜେ ଚନ୍ଦ୍ର ରଜନୀରେ ତମାଳ ତରୁରେ କନକଲତା ବେଢ଼ି ବାଜେ ଆପଣମାନେ ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 46ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅର୍ଜୁନ ଚରଣ ସାମଲ, ଶ୍ୟାମାମଣି ଦେବୀ, ଅଖିଳ କୁମାର ଲେଙ୍କା, ମିତାଲି ଚିନ୍ନାର ଏବଂ ରାଜେନ୍ଦ୍ର କୁମାର ସ୍ୱାଇଁ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ।